ମିଛ କହିଥିଲେ ସ୍ନେହାଗିନୀ ଛୁରିଆ। ଆପଣଙ୍କର ମନେ ଥିବ ଯେଉଁଦିନ ଧୃତରାଷ୍ଟ୍ର ଦୁର୍ଯ୍ୟୋଧନ କଥା ଶ୍ରୀମୟୀ ଉଠାଇଥିଲେ, ସ୍ନେହାଗିନୀ କହିଥିଲେ ଦଳରେ କିଛି ଅସନ୍ତୋଷ ନାହିଁ, ମୁଁ ଶ୍ରୀମୟୀଙ୍କ ସହ କଥା ହେଇଛି, ସେ ଖୁବ୍ ଶୀଘ୍ର ଆସିକି ଦାୟିତ୍ୱ ଗ୍ରହଣ କରିବେ, ତେଣୁ ସେମିତି କିଛି ଅସୁବିଧା ହେବାର ନାହିଁ। ତାହେଲେ ସେଦିନ ଶ୍ରୀମୟୀ ସତରେ ସ୍ନେହାଗିନୀ ଛୁରିଆଙ୍କୁ କଂଗ୍ରାଚୁଲେସନ୍ କରି କଥା ହେଇଥିଲେ ତ, ଯେ କିଛି ଦିନ ପରେ ମୁଁ ଯାଇକି ଆପଣଙ୍କ ଟିମ୍ରେ ସାମିଲ ହେବି ତ? ଯଦି ସେ ହେଇଥିଲା ତାହେଲେ ଶ୍ରୀମୟୀଙ୍କ ପୋଷ୍ଟରେ ଏଭଳି କମେଣ୍ଟ କିମ୍ବା ପୋଷ୍ଟ ଆସିନଥାନ୍ତା। ଅତଏବ ସ୍ନେହାଗିନୀ ସେଦିନ ଗଣମାଧ୍ୟମକୁ ମିଛ କହିଥିଲେ ଏବଂ କିଛି ଗୋଟେ ଲୁଚେଇବାକୁ ଚେଷ୍ଟା କରିଥିଲେ।